ଦେଖନ୍ତୁ ସାଧାରଣତଃ ସାଧୁ ସନ୍ଥଙ୍କ ଜୀବନ ବା ବୈରାଗୀ ତ୍ୟାଗୀମାନଙ୍କ ଜୀବନ ଗୃହସ୍ଥମାନଙ୍କ ଅପେକ୍ଷା ଅଧିକ କଷ୍ଟଦାୟୀ। କାରଣ ସୀମିତ ସାଧନ ସୀମିତ ଦ୍ରବ୍ୟ ଭିତରେ ନିଜର ଶରୀର ପୋଷଣ ନିଜର ଦୈନନ୍ଦିନ ଦିନଚର୍ଯ୍ୟା କରିବାକୁ ପଡ଼େ। ଭୋଗ ବିଳାସଠୁ ବହୁତ କିଛି ଦୂରରେ ଏମାନେ ଥାନ୍ତି। ଯେତିକି ଭୋଗ ବିଳାସ ଇଚ୍ଛା ଆସକ୍ତି ଗୃହସ୍ଥମାନଙ୍କ ପାଖରେ ଥାଏ ଏମାନଙ୍କ ପାଖରେ ସେତେଟା ନଥାଏ। ସେଥିପାଇଁ ଆଧ୍ୟାତ୍ମିକ ଜୀବନକୁ ଆପଣେଇବାକୁ ସମସ୍ତେ ସାହସ କରନ୍ତି ନାହିଁ। ସମସ୍ତେ ଜାଣନ୍ତି ଆଧ୍ୟାତ୍ମିକ ଜୀବନ ଆପଣେଇଲେ ନିଜର କଲ୍ୟାଣ ହେଇଯିବ, ଇହ ଜନ୍ମ ପରଜନ୍ମ ପୂର୍ବଜନ୍ମ ସବୁକିଛି ଶୁଭ 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 ହିଁ ହେବ। ତଥାପି ବୈରାଗ୍ୟତାକୁ ଭୟ କରିକି ଲୋକ ସହଜରେ ଆଧ୍ୟାତ୍ମିକ ଜୀବନକୁ ଆପଣାନ୍ତି ନାହିଁ। ଗୃହସ୍ଥ ଭିତରେ ରହିଲେ ବି ସୁଚାରୁ ରୂପେ ପ୍ରକୃତରେ ଲୋକ ଦେଖାଣିଆ ନୁହଁ, ପ୍ରକୃତରେ ଆଧ୍ୟାତ୍ମିକ ଜୀବନକୁ ଆପଣାନ୍ତି ନାହିଁ। ତ ଗୃହସ୍ଥମାନଙ୍କ ଅପେକ୍ଷା ସାଧୁସନ୍ଥମାନଙ୍କୁ ଅଧିକ କଷ୍ଟ ସହିବାକୁ ପଡ଼େ। ଆଉ ଭଗବାନ ମଧ୍ୟ ଜାଣି ଶୁଣି କଷ୍ଟଟା ଟିକେ ଅଧିକା ଦିଅନ୍ତି। ଦେଖନ୍ତୁ କୌଣସି ଗୃହସ୍ଥକୁ ଯଦି କିଛି ଜର ରୋଗ ବ୍ୟାଧି ପୀଡ଼ା ଯନ୍ତ୍ରଣା ହେଲା ସାଙ୍ଗେ ସାଙ୍ଗେ ତା ପାଖରେ 4 ଜଣ ପହଞ୍ଚିଯିବେ, ସିଏ ସଞ୍ଚୟ କରିଥିବା ଧନ ତାର କାମରେ ପଳେଇ ଆସିବ, ସବୁକିଛି ଉପକାର ତାର ହେଇଯିବ। କିନ୍ତୁ ସେଇ ଅବସ୍ଥା ଗୋଟେ ସାଧୁ ସନ୍ଥର ହେଲେ ନା ତା ପାଖରେ ସେତିକି ଅର୍ଥ ଥିବ ଚିକିତ୍ସା କରିବା ପାଇଁ, ନା ତା ପାଖରେ ସେତିକି ଲୋକବଳ ଥିବ ସହଯୋଗ ସହାନୁଭୂତି ପାଇଁ। କାରଣ ସେ ତ ସଂସାର ପରିବାର ସବୁକିଛି ପରିତ୍ୟାଗ କରିଦେଇଥିବ ନା, ତ ନିହାତି ପୀଡ଼ାଟା ତାକୁ ଅଧିକା ହେବ। ଆଉ ଏଇ ପୀଡ଼ା ଭଗବାନ ଜାଣି ଶୁଣି ଅଧିକା ହିଁ ଦିଅନ୍ତି, ଗୃହସ୍ଥମାନଙ୍କ ଅପେକ୍ଷା ସାଧୁସନ୍ଥଙ୍କୁ ଅଧିକା ଦିଅନ୍ତି। କାରଣ ଭଗବାନ ବି ଜାଣି ଯାଆନ୍ତି ସାଧୁସନ୍ଥମାନଙ୍କର ସହିବା ଶକ୍ତି ସାଧୁସନ୍ଥମାନଙ୍କର ଧୈର୍ଯ୍ୟ ଗୃହସ୍ଥମାନଙ୍କଠୁ ଅଧିକା। ତ ନିଜର ସଞ୍ଚିତ କର୍ମର ଗୋଦାମରୁ ସିଏ କ'ଣ କରନ୍ତି, ସାଧୁମାନଙ୍କ ଉପରେ ଅଧିକା ଭାର ଲଦି ଦିଅନ୍ତି। କାହିଁକି ସେ ଜାଣିଛନ୍ତି ସାଧୁସନ୍ଥ ସହିଯିବେ। କିନ୍ତୁ ସେଇଭଳିଆ ପୀଡ଼ା ସେଇଭଳିଆ ଅସହାୟତା ସେଇଭଳିଆ ଯନ୍ତ୍ରଣା ଯଦି ଗୃହସ୍ଥ ଉପରେ ଦେବେ, ଗୃହସ୍ଥ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବ, ପାଗଳା ହେଇଯିବ, ଡିପ୍ରେସନ୍ ହେଇଯିବ, ଏଂଜାଇଟି ଭିତରକୁ ପଳେଇବ। କାରଣ ସେତିକି ସଞ୍ଚିତ କର୍ମର ବୋଝ ସିଏ ସହିପାରିବନି। ତ ଗୃହସ୍ଥଠୁ ଅଧିକା ବୋଝ ଅଧିକା ପୀଡ଼ା ଅଧିକା ଯନ୍ତ୍ରଣା ସାଧୁସନ୍ଥ ଆଧ୍ୟାତ୍ମିକ ଲୋକ ସହିଲେ ବି ସେମାନେ ତାକୁ ଏତେଟା ଅନୁଭବ କରିପାରନ୍ତିନି। ଅନୁଭବ କରିବାଟା ହେଉଛି ବଡ଼ କଥା। କାରଣ ପୀଡ଼ା ଯନ୍ତ୍ରଣା ଦୁଃଖ ଇତ୍ୟାଦି ସହିବା, ତ୍ୟାଗୀ ଜୀବନ କାଟିବା, ବୈରାଗ୍ୟ ଜୀବନ କାଟିବା ସେସବୁ ଅଭ୍ୟାସରେ ପରିଣତ ହୋଇଯାଇଥାଏ ସାଧୁସନ୍ଥଙ୍କର। ତ ଏତେଟା ପୀଡ଼ା ସେମାନଙ୍କୁ ଜଣାପଡ଼େନି ଯେତିକି ପୀଡ଼ା ଗୃହସ୍ଥକୁ ଅନୁଭବ ହୁଏ। ତାର ଗୋଟେ ଉଦାହରଣ ମୁଁ ଦେଉଛି। ଗୋଟେ ସାଧାରଣ ଲୋକ ଡାକ୍ତର ପାଖକୁ ଯିବ, ଡାକ୍ତର ଯଦି ତାକୁ ଇଞ୍ଜେକ୍ସନଟା ଦେଲା ସିଏ ବପାଲ ମହଲା ମାଲ ରଡ଼ି ଛାଡ଼ୁଛି, ସାଧାରଣ ଗୋଟେ ଛୁଞ୍ଚିଟେ ପଡ଼ିଲି। କିନ୍ତୁ ଯେଉଁ ସୈନିକଟି ଆମ ଦେଶର ସୁରକ୍ଷାରେ ସୀମାରେ ନିୟୋଜିତ ଅଛି ତାକୁ LMGର ବୁଲେଟ୍, ମେସିନ୍ ଗନ୍ର ବୁଲେଟ୍, AK-47ର ବୁଲେଟ୍ ବାଜିଲେ ବି ଆହା ବୋଲିକି ସିଏ ପାଟିରୁ ଶବ୍ଦ ବାହାର କରିପାରୁନି। କାରଣ ଯଦି ଆହା ବୋଲିକି ବି ପାଟିରୁ ଶବ୍ଦ ବାହାରି ପଡ଼ିବ, ଅପୋଜିଟ୍ ସାଇଡ଼୍ରେ ଯିଏ ତା ଉପରେ ଫାୟାର କରିଥିବ ଆଉ 60 ରାଉଣ୍ଡ ଫାୟାର କରିଦେବ ଏଠି କିଏ ଗୋଟେ ଅଛି ବୋଲି। ତ ବୁଲେଟ୍ ଫାୟାର ହେଲେ ବି ସିଏ ନିର୍ବିକାର ଭାବେ ସାହସୀ ହୋଇ ନିଜ କର୍ତ୍ତବ୍ୟ ପ୍ରତି ନିଷ୍ଠା ରଖି ସୀମାରେ ଛିଡ଼ା ହୋଇଥାଏ ଯେତେ ଯାଏଁ ତାକୁ କିଛି ସହଯୋଗ ବା ଏଡ୍ ମିଳିନି। ସିଏ ବି ମଣିଷ, ଆମେ ବି ମଣିଷ, ଆମକୁ ଛୁଞ୍ଚିଟେ ଫୋଡ଼ିଲେ କାଟୁଛି, ଆଉ ସିଏ ନିଜର ଯନ୍ତ୍ରଣାଟାକୁ କେଉଁ ଭଳିଆ କଣ୍ଟ୍ରୋଲ କରିପାରୁଛି? ହଁ, ସେଇଟା ହିଁ କଥା। ଟ୍ରେନିଂ ସମୟରେ ଯେଉଁ 2-3 ବର୍ଷ ମିଲିଟାରୀ ଟ୍ରେନିଂ ଦିଆ ହୁଏ ସେମାନଙ୍କୁ ଏତେ ମେଣ୍ଟାଲି ଟଫ୍ କରାହେଇଯାଏ, ଭୋକ ଉପାସ ଅନିଦ୍ରା ପୀଡ଼ା ଯନ୍ତ୍ରଣା ଏମାନେ ସହଜେ ଅନୁଭବ କରିପାରନ୍ତିନି।
ଯେତିକି ଗୃହସ୍ଥମାନେ ଅନୁଭବ କରନ୍ତି। କାରଣ ଗୃହସ୍ଥମାନେ ଭୋଗ ବିଳାସ ଭିତରେ ରହିଲେ, ତ ତାଙ୍କର ଚେତନା ବହୁତ ସେନ୍ସିଟିଭ୍। ଆଉ ଯେଉଁମାନେ କ୍ରାଇସିସ୍ ଭିତରେ ରହିଲେ, ଷ୍ଟ୍ରଗଲ୍ ଭିତରେ ରହିଲେ, ଭୋଗ ବିଳାସଠୁ ଦୂରରେ ରହିଲେ, ସେମାନେ ତ ବହୁତ ମେଣ୍ଟାଲି ଟଫ୍ ହେଇଯିବେ।